এই খজড়ি ଶଳା ମୋ ଶାଢ଼ୀଟା ପାଗଳି ହେଇଗଲାଣି ବେ। ତାକୁ ଆମେ ଅଧା ବାଟରେ ଛାଡ଼ି ଆସିଲା ପରେ ମୋ ଶାଢ଼ୀ ଭାବୁଛି ମୁଁ ତାକୁ ବାହା ହେବି। ମୁଁ ବି ଅନେକ ସ୍ୱପ୍ନ ଦେଖିଛି। କ'ଣ କହୁଥିଲୁ? ଏ ଲାଲା ବାବୁ ଏ ଅମରେନ୍ଦ୍ର ମାନ ସିଂ ଏ ମାସ ଟଙ୍କା ଆଣିବା ଲେଟ୍ କରୁଛି କାହିଁକି? ଲେଟ୍ କରିବନି ବେ। ଅମରେନ୍ଦ୍ର ମାନ ସିଂ ସେ ହେଉଛି ମୋ ପାଇଁ ଗୋଟେ ସୁନା ଅଣ୍ଡା ଦିଆ କୁକୁଡ଼ା। ତୁ ଦେଖିବୁ ଅମରେନ୍ଦ୍ର ମାନ ସିଂ ମୋ ପାଖକୁ କେମିତି ଦୌଡ଼ି ଆସିବ। ତୁ ଖାଲି ଅପେକ୍ଷା କର। ବାବୁ ନମସ୍କାର। ଦୂରରୁ ଦଣ୍ଡବତ ଆଜ୍ଞା। ନାଇଁ ବିଶ୍ୱାସଘାତକ ମାନଙ୍କର ନମସ୍କାର ମୋର ଦରକାର ନାହିଁ। ଏଇ ନିଅ ଟଙ୍କା। ଆରେ ଟଙ୍କାଟା ତ ଦିଅନ୍ତୁ ଆଜ୍ଞା। ସତରେ ଅମରେନ୍ଦ୍ର ବାବୁ ତୁମକୁ ତାରିଫ ନ କରି ମୁଁ ରହିପାରୁନି। ଠିକ୍ ଟାଇମ୍ରେ ଟଙ୍କା ଦେଇଥିବାରୁ ଆଉ ଥରେ ନମସ୍କାର। କେତେ ଦିନ ଏମିତି ଚାଲିଥିବ? ସେତେଦିନ ଆପଣ ବଞ୍ଚିଥିବ ସେତେଦିନ ଏମିତି ଟଙ୍କା ଦେଉଥିବେ ଅମରେନ୍ଦ୍ର ମାନ ସିଂ। এই অমরেন্দ্র মান সিং লালা भी बड़ा परिश्रम को चाहे कोटिपति हेबी অমরেন্দ্র মান সিং। तू उस मोबाइल गुड़ाए सुना अंडा दिया कुकुड़ा बंचिला पर्यंत तू टंका दबु। जो दिन टंका दबुनी से दिन मो स्त्री को जोर जबरदस्त रेप कर तू मारी बोली समस्त आगे मो चिले चिले कहबे। यही कथा जमी तो निहाती मन रहा दरकार। चल मौजा। এই হারাম জাদাକୁ ଟଙ୍କା ଦଉଥିବା ଅପେକ୍ଷା ନିଜେ ମରିଯିବା ଭଲ। ହଁ ମରିଯିବା ଭଲ। ବାପା ଆପଣ ସେ ଲାଲା ବସନ୍ତିଆକୁ କାହିଁକି ଟଙ୍କା ଦେଉଥିଲେ? ଟଙ୍କା କି ଟଙ୍କା କଥା କହୁଛୁ? ମିଛ କୁହନ୍ତୁନି ବାପା, ମୋ ନିଜ ଆଖିରେ ଦେଖିଛି ତମେ ଆଟାଚରୁ ଟଙ୍କା ଆଣି ସେ ଲାଲା ବସନ୍ତିଆକୁ ଦେଇଥିଲ। ହରୁ ମୁଁ ଗୋଟିଏ ବହୁତ ବଡ଼ ମାୟାଜାଲରେ ପଡ଼ିଯାଇଛି। ଦିନେ ଲାଲା ବସନ୍ତିଆ ତା ସ୍ତ୍ରୀକୁ ମାରି ଦେଇଥିଲା। ମୁଁ ଦେଖି ମେଡିକାଲ ନେଉଥିବା ବେଳେ ସେ ଫଟୋ ଉଠାଇଥିଲା। ଆଉ ସେଇ ଫଟୋକୁ ପ୍ରମାଣ କରି ମୋତେ ବ୍ଲାକମେଲ୍ କରୁଛି। ସେଥିପାଇଁ ମାସକୁ ମାସ 10 ଲକ୍ଷ ଟଙ୍କା ଦେବାକୁ ପଡ଼ୁଛି। ସେ ହାରାମଜାଦା ଏତେ ବଡ଼ ବ୍ଲାକମେଲ୍ କରିଛି। ସେତିକି ନୁହେଁ ଭାଇ, ତମେ ଯେଉଁ ଆଲିସାକୁ ବାହା ହେଇଛ ସେ ହେଉଛି ଲାଲା ବସନ୍ତର ଶାଳୀ। ତାର ସ୍ୱାମୀ ବି ଅଛି, କିନ୍ତୁ ଲାଲା କଥାରେ ପଡ଼ି ଆଲିସାକୁ ତମ ସହିତ ବାହା କରିଦେଇଛି। ଭଗବାନ, ଆମେ ଏତେ ବଡ଼ ମାୟାଜାଲରେ ପଡ଼ିଯାଇଛୁ। ବହୁତ ହେଇଗଲା ବାପା, ବହୁତ ହେଇଗଲା ସେମାନଙ୍କ ଅତ୍ୟାଚାର। ଆଉ ନୁହେଁ, ସେ ଲାଲାକୁ ସବୁଦିନ ପାଇଁ ଆମ ରାସ୍ତାରେ ହଟେଇବାକୁ ପଡ଼ିବ ବାପା। ହଁ ହଟେଇବାକୁ ପଡ଼ିବ। ଚାଲ ବାପା ଚାଲ ଯାଇ।